ଭାରତରେ ଲୋକମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ବହୁ ଦିନରୁ ରହିଛି। ଆଧୁନିକ ଯୁଗରେ ହୋଇଥିବା ଆର୍ଥିକ ପରିବର୍ତ୍ତନ ସତ୍ତ୍ୱେ ଲୋକଙ୍କ ସଞ୍ଚୟ ମାନସିକତା ସେତେଟା ବଦଳି ନାହିଁ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ସଞ୍ଚୟ ହାର 30.2% ଅଛି, ଯାହାକି ବିଶ୍ୱର ହାରାହାରି ସଞ୍ଚୟ ହାର 28.2% ଠାରୁ ଅଧିକ। ଏହାଦ୍ୱାରା ସଞ୍ଚୟ ହାର କ୍ଷେତ୍ରରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଚୀନ ରହିଛି। ଚୀନର ସଞ୍ଚୟ ହାର 46.6% ଥିବାବେଳେ ଇଣ୍ଡୋନେସିଆରେ 38.1% ଏବଂ ରୁଷର 31.7% ରହିଛି। ଦେଶରେ ଲୋକଙ୍କ ସଞ୍ଚୟ ଅଭ୍ୟାସରେ ପରିବର୍ତ୍ତନ ଆସିଛି। ଲୋକମାନେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି। 2011 ମସିହାରେ 50% ସାବାଳକଙ୍କ ପାଖରେ ଆନୁଷ୍ଠାନିକ ଭାବରେ ଆର୍ଥିକ ଆକାଉଣ୍ଟ ଥିବାବେଳେ ସମ୍ପ୍ରତି ଏହା 80%କୁ ବୃଦ୍ଧି ପାଇଛି। ପାରମ୍ପରିକ ସଞ୍ଚୟ ଧାରା ଯଥା ବ୍ୟାଙ୍କ ଜମା ଏବଂ ପାଖରେ ନଗଦ ଅର୍ଥ ରଖିବା